AM Music. प्रेज द लॉर्ड हालेलुया। प्रभुଙ୍କ महानामକୁ ଧନ୍ୟବାଦ ଦିଏ। ପୁନର୍ବାର ପ୍ରଭୁ ମୋତେ ଅଲ୍ ମ୍ୟୁଜିକ୍ ମାଧ୍ୟମରେ ଆପଣମାନଙ୍କ ଗହଣରେ ପ୍ରଭୁଙ୍କର ବାକ୍ୟ ପରିବେଷଣ କରିବା ନିମନ୍ତେ ସୁଯୋଗ ଦେଇଛନ୍ତି, ସେଥିପାଇଁ ଧନ୍ୟବାଦ ସହ ନୂତନ ବର୍ଷର ଶ୍ରୋତା ବନ୍ଧୁମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆଜି ଯେଉଁ ବାକ୍ୟ ମାନେ ପାଠ କରିବା ଆପଣମାନେ ପାଇବେ ତାହା ପ୍ରଥମ ପିତର 1 ପର୍ବ 16 ପଦ। ଯେଣୁ ଲେଖା ଅଛି, ତୁମ୍ଭେମାନେ ପବିତ୍ର ହୁଅ କାରଣ ଆମ୍ଭେ ପବିତ୍ର। ସଦାପ୍ରଭୁ ମହାନ ପରମେଶ୍ୱର, ଯେ କି ତାହାଙ୍କର ଆଶ୍ଚର୍ଯ୍ୟ କାର୍ଯ୍ୟକାରୀ କାର୍ଯ୍ୟ ଦ୍ୱାରା ସେ ଆମମାନଙ୍କୁ ମନୁଷ୍ୟ ରୂପରେ ଜଗତକୁ ଆଣିଲେ ଏବଂ ତାଙ୍କର ଇଚ୍ଛା ମତେ ସେ ଆମମାନଙ୍କୁ କ'ଣ କଲେ, ଏ ପୃଥିବୀର ସମସ୍ତ ବିଷୟକୁ ଅଧିକାର କରିବା ନିମନ୍ତେ ସୁଯୋଗ ପ୍ରଦାନ କଲେ। ଯଦି ସେ ଆଜି ଆମମାନଙ୍କୁ ଏ ଜଗତକୁ ଆଣିନଥାନ୍ତେ, ଆମମାନେ ହୁଏତ ଜଗତରେ ନଥାନ୍ତୁ। ଜଗତ କି ପ୍ରକାର କାର୍ଯ୍ୟରେ ବ୍ୟସ୍ତ ଥାନ୍ତା ଆମେ ଜାଣିନଥାନ୍ତୁ, କିନ୍ତୁ ପ୍ରଭୁଙ୍କର ମହାନ ଦୟା ମହାନ ଅନୁଗ୍ରହରୁ ସେ ଆମମାନଙ୍କୁ କ'ଣ କଲେ, ତାଙ୍କର ନିଜ ଇଚ୍ଛା ଅନୁସାରେ ଆଉ ଆମମାନଙ୍କୁ ଗଢ଼ିଲେ, ସମସ୍ତ ବିଷୟରେ ପୂର୍ଣ୍ଣତା ପ୍ରଦାନ କଲେ। କାରଣ ସେ ଆମମାନଙ୍କର କ'ଣ, ସର୍ବଶକ୍ତିମାନ ପରମେଶ୍ୱର, ଯେ ଆମମାନଙ୍କୁ ଏତେ ବିଷୟ ସମସ୍ତ ପ୍ରଦାନ କଲେ। ସାରା ପୃଥିବୀକୁ ଅଧିକାର କରିବା ନିମନ୍ତେ ପ୍ରତ୍ୟେକ ପଶୁ ପକ୍ଷୀ ଜଙ୍ଗଲ ଆଉ ବନ ଲତା ଆଉ ମନୁଷ୍ୟମାନଙ୍କ ଉପରେ ଆଉ ସମସ୍ତ ବିଷୟ ଉପରେ ଅଧିକାର ପ୍ରଦାନ କଲେ। ଆମମାନଙ୍କୁ ସେ କି ପ୍ରକାର ଭାବେ ପ୍ରତିପାଳିତ କରିଅଛନ୍ତି ଏବଂ ଆମମାନେ କି ପ୍ରକାର ତାହାଙ୍କୁ ଧରି ରଖିବା, ତାହାଙ୍କର ନିକଟବର୍ତ୍ତୀ ଆମମାନେ କି ପ୍ରକାର ହେବା, ତାହା ଆମମାନେ ଆଜି ଦେଖିବା। ପ୍ରଭୁ ଆମମାନଙ୍କୁ ନୂତନ ବର୍ଷରେ ପହଞ୍ଚାଇଛନ୍ତି, ସେଥିପାଇଁ ତାଙ୍କର ଗୌରବ ପ୍ରଶଂସା କରିବା। ପୁରାତନ ବିଷୟକୁ ତ୍ୟାଗ କରି ତାଙ୍କର ନିକଟବର୍ତ୍ତୀ ଆମମାନେ ହେବା। ଆମମାନେ କେଉଁ ପ୍ରକାର ସିଦ୍ଧାନ୍ତ ନେବା, ଯାହାଦ୍ୱାରା କି ଆମେ ତାହାଙ୍କର ନିକଟବର୍ତ୍ତୀ ହେବା। ସେ ଯେ ପ୍ରକାର ପବିତ୍ର ଥିଲେ, ଆମମାନେ ମଧ୍ୟ ସେହି ପ୍ରକାର ପବିତ୍ର ହେବା ଆବଶ୍ୟକ। ତାହାଙ୍କର ସିଦ୍ଧତାର ଜୀବନ କାଟିବା ଆବଶ୍ୟକ। ତାହାଙ୍କର ମନ ଯେ ପ୍ରକାର ଥିଲା, ଆମମାନେ ମଧ୍ୟ ସେହି ପ୍ରକାର ଆମମାନଙ୍କର ମନ ଆତ୍ମା ହେବାର ଆବଶ୍ୟକ। ତାହେଲେ ଯାଇକି ଆମମାନେ ନୂତନ ପ୍ରମିସ୍ ଦ୍ୱାରା ଆମମାନେ ଏ ବର୍ଷକୁ ଆନନ୍ଦର ସହିତ ପାଳନ କରିବା। ନୂତନ ବର୍ଷର ନୂଆ ସ୍ୱାଦ, ନୂଆ ଅନୁଭବ, ନୂଆ ଉନ୍ମାଦନା ଦ୍ୱାରା ଆମେ ତାହାଙ୍କର ଗୌରବ କରିବା। ସଦାପ୍ରଭୁ ମହାନ ପରମେଶ୍ୱର, ଯେ କି ଆମମାନଙ୍କୁ ଏ ସମସ୍ତ ବିଷୟ ପ୍ରଦାନ କଲେ, ଆମେ ତାଙ୍କ ନିମନ୍ତେ କ'ଣ ହେବା। ଆମେ ଯଦି ଅବାଟରେ ଯାଉ, ତାହେଲେ ସେ ଆମମାନଙ୍କୁ କ'ଣ କରିବେ, ଆମମାନଙ୍କ ନିମନ୍ତେ ଦୁଃଖିତ ହେବେ ଆଉ ଆମମାନଙ୍କୁ ସେ କ'ଣ କରିବେ, ଦଣ୍ଡାନ୍ୱିତ କରିବେ। କାରଣ ଆମମାନେ ତାହାଙ୍କର ମନୋନୀତ ବ୍ୟକ୍ତି। ସେ ଆମମାନଙ୍କୁ ତାଙ୍କର ଇଚ୍ଛା ମତରେ ଆଉ ଧୂଳିରୁ ଆମମାନଙ୍କୁ ସେ କ'ଣ କରିଛନ୍ତି, ନିର୍ମାଣ କରିଅଛନ୍ତି। ସେ ଆମମାନଙ୍କୁ ଏ ଜୀବନ ପ୍ରଦାନ କରିଅଛନ୍ତି। ଆମମାନଙ୍କ ନାସିକା ରନ୍ଧ୍ରରେ ସେ କ'ଣ କରିଅଛନ୍ତି, ତାଙ୍କର ଫୁଙ୍କ ଦେଇଅଛନ୍ତି। ଆମମାନେ ତାହାଙ୍କର ମନୋନୀତ ବ୍ୟକ୍ତି। ସେଥିପାଇଁ ଆମେ ତାହାଙ୍କ ସହିତ ଲାଗି ରହିବା ନିମନ୍ତେ ଆମମାନଙ୍କର କ'ଣ କରିବା ଆବଶ୍ୟକ। ସିଏ ଯେ ପ୍ରକାର ପବିତ୍ର ଥିଲେ, ସେ ପ୍ରକାର ଆମେ ମଧ୍ୟ ପବିତ୍ର ହେବା ଆବଶ୍ୟକ। ଯଦି ଆମେ ପ୍ରଥମ ସାମୁଏଲ 2 ପର୍ବ 2 ପଦରେ ପଢ଼ୁ, ସଦାପ୍ରଭୁଙ୍କ ତୁଲ୍ୟ ପବିତ୍ର ଆଉ କେହି ନାହିଁ। ସଦାପ୍ରଭୁଙ୍କ ବ୍ୟତୀତ ଆଉ କେହି ପବିତ୍ର ନୁହନ୍ତି। ଆମମାନେ କି ପ୍ରକାର ପବିତ୍ର ହେବା, ତାହାଙ୍କର ନିକଟବର୍ତ୍ତୀ ହେବା ଦ୍ୱାରା, ତାହାଙ୍କର ଗୌରବ କରିବା ଦ୍ୱାରା, ତାହାଙ୍କର କଥା ମାନିବା ଦ୍ୱାରା, ତାହାଙ୍କୁ ନିଜର କରିବା ଦ୍ୱାରା ଆମେ ତାହାଙ୍କର ନିକଟବର୍ତ୍ତୀ ହେଇପାରିବା।
जे प्रकार अब्राहम, इसाक, जाकुब, दानिएल, सलोमन, दाऊद जे प्रकार तांकर मनोनीत व्यक्ति थिले, से प्रकार आमाने मध्य तांकर आज मनोनीत हो पारिचु कि? आमानक भितरे जो मंद स्वभाव गुड़िक भरी रही, जो मंद गुण गुड़िक भरी रही, ताहाको आमाने पुरातन वर्षरे छाड़िकी आसीचु कि? जदि आसी ना हो ताहले ए नूतन वर्षरे से संकल्प नेबा जे प्रकार आमाने से नुआ भावरे आमानकर जीवन को अतिबाहित करवा। अनेक लोक पुरातन विषय को धरी बहुत जुक्ति तर्क करती। अनेक लोक पुरातन विषय को लेकिन कौन करती आउ कली झगड़ा मध्य लागती। जहाँ पुरातन हो जाइए, जहाँ पुराणा हो जाइए, कारण आमान को प्रभु नूतन वर्ष देखा देइचंती। नुआ आनंद द्वारा ताहांकर आगमन द्वारा नूतन वर्षर से स्वाद को चाखिबा निमंते प्रभु आमान को सुजोग देइचंती। सेथिपई समय थाउ थाउ आमाने ताहांक निमंते पवित्रकृत जीवन काटिबा। परमेश्वर आमान को निमंते कौन करिचंती? तांकर गौरवर कारण आमान को से करिचंती। तांकर गौरव आमान को जीवन में से प्रकाश करिचंती। सबुठ बड़ विषय से आमान को मनुष्य रे गठन करिचंती। केते बड़ा आनंददायक विषय आमान को जीवन ने। पशु पक्षी गछलता ए आनंद उपभोग करि पारंती नाही। पशु पक्षी जंगल में रहती, पक्षी मान उड़ती, बसा बांधती, किंतु मनुष्य सबु विषय पारंगम। बुद्धि, विद्या, ज्ञान, कुशलता, कौशलता सबु विषय प्रभु ताको भरपूर करियछंती। सेही प्रभु को आमे कि प्रकार धन्यवाद देबा, कि प्रकार ताहांकर निकटवर्ती माने हेबा, ताहा माने निजे अनुभव करिबा। कारण जो प्रभु आमान को जगत को आनी, जो प्रभु आमान को जगत रे बास करबा निमंते सुजोग देइचंती, ताहांको आमाने कौन करिबा? गौरव करिबा, ताहांकर संभ्रम करिबा, ताहांको निजर करिबा, ताहांको निमंते पवित्रकृत माने जीवन काटिबा। प्रभु आमानकर समस्त विषय को कौन करती? अनुग्रह रे प्रदान करियछंती। गत दिन मानकरे संगे संगे आमान को दंड मिलुला, किंतु ए समय रे आमान को से कौन करियछंती? अनुग्रह प्रदान करियछंती। आमान को दया रे आवरी धरिचंती। आमानकर भूल थिले मध्य आमान को शत शत बार से कौन करिचंती? क्षमा प्रदान करियछंती। आमे कि प्रकार सिद्धतार आचरण करिबा, जाद्वारा कि ताहांको निमंते आमाने सिद्ध हो परिबा। ताहांको धरिबा द्वारा, ताहांकर निकटवर्ती हेबा द्वारा, ताहांको जानिबा द्वारा, ताहांकर जीवन को आमाने ताहांको आमानको जीवन प्रथम स्थान देबा द्वारा आमाने पवित्रकृत जीवन काटिबा। जदि आमानको विषय गुड़िक नाही आमानको जीवन ने, ताहले माने पवित्र केबे भी हेई परिबा नाही। आमाने कि प्रकार सिद्धता लाभ करिबा टिके देखिबा। माने माथ्यू तार 5 पर्व 48 पद। अतएव तुम्भ मानकर स्वर्गस्थ पिता जे परि सिद्ध तुम्भे माने से प्रकार सिद्ध हुओ। आमानकर स्वर्गस्थ पिता जे प्रकार सिद्ध, से प्रकार आमाने मध्य सिद्ध हवा आवश्यक। आज आम जगतर झड़ झंझार एत व्यस्त, एत आमाने माति जाइचु, जहाद्वारा कि आमाने सिद्धता लाभ करने निमंते आमाने कौन करूँ? पछ घुंचा दे थाउ। जेते अन्याय अनीति को अति भल पाई थाउ। कली झगड़ा, अशांति, विभिन्न प्रकार मंदता आमानक भितरे एते भरी रही, जहाद्वारा कि आमाने शुद्ध पवित्र सिद्धता जीवन काटी पारि न थाउ। किंतु प्रभु कहती तुम्हार स्वर्गस्थ पिता जेपरि सिद्ध तुम्हें माने से प्रकार सिद्ध हुओ। आज आमान को जीवन ने प्रभु आमान को एक नूतन वर्षर नूतन दिन गुड़िक नूतन क्षण रे नूतन समय आमान को प्रवेश कराउचंती। आमान कि प्रकार जीवन नहीं ताहांक निकटवर्ती आमाने हेबा।
ଯେଉଁ ସଦାପ୍ରଭୁ ଆମମାନଙ୍କୁ ପବିତ୍ର ହେବାକୁ କହନ୍ତି, ସେଇ ସଦାପ୍ରଭୁ ଆମମାନଙ୍କୁ ସିଦ୍ଧ ଆଚରଣ କରିବା ନିମନ୍ତେ ମଧ୍ୟ ଆମମାନଙ୍କୁ କହନ୍ତି। ତାହାଙ୍କର ଯେ ପ୍ରକାର ଆଚରଣ ଥିଲା, ଆମମାନଙ୍କର ମଧ୍ୟ ସେହି ପ୍ରକାର ଆଚରଣ ହେବା ଆବଶ୍ୟକ। ଜଗତକୁ ସେ ଆସିଲେ, ମନୁଷ୍ୟ ରୂପରେ ଆସିଲେ, ନିଜେ ସ୍ୱୟଂ ସଦାପ୍ରଭୁ ହୋଇ ମଧ୍ୟ ସେ କ'ଣ କଲେ? ମନୁଷ୍ୟ ରୂପରେ ସେ ଜଗତକୁ ଆସିଲେ। କାହା ପାଇଁ? ଆମମାନଙ୍କ ପାଇଁ। ଆମମାନଙ୍କର ପାପର ଭାର ବହନ କରିବା ପାଇଁ, ଆମମାନଙ୍କୁ ସିଦ୍ଧତା ଦେବା ପାଇଁ, ଆମମାନଙ୍କର ପାପର କଳୁଷିତ ଜୀବନକୁ ଧୋଇବା ପାଇଁ ସେ ଜଗତକୁ ଆସିଲେ। ଏବଂ ଆମମାନଙ୍କୁ ସେ କ'ଣ କଲେ? ପବିତ୍ର କଲେ, ପରିତ୍ରାଣ ପ୍ରଦାନ କଲେ। ଯେଉଁମାନେ ପରିତ୍ରାଣ ପ୍ରାପ୍ତ ହୁଅନ୍ତି, ଯେଉଁମାନେ ପାପରୁ କ୍ଷମା ପାଆନ୍ତି, ସେମାନେ ପବିତ୍ରୀକୃତ ଜୀବନ ଅତିବାହିତ କରନ୍ତି, ସିଦ୍ଧତାର ଜୀବନ ଅତିବାହିତ କରନ୍ତି। ଆଜି ଆମମାନଙ୍କର ମନ କ'ଣ ସେଇ ପ୍ରକାର ଅଛି କି? ସଦାପ୍ରଭୁଙ୍କର ଯେ ପ୍ରକାର ମନ, ସଦାପ୍ରଭୁଙ୍କର ଯେଉଁ ପ୍ରକାର ଜ୍ଞାନ, ସଦାପ୍ରଭୁଙ୍କର ଯେଉଁ ଆଚରଣ, ଆମମାନଙ୍କ ଭିତରେ ସେ ଆଚରଣ ଅଛି କି? ଆମମାନେ ସମୟ ଥାଉ ଥାଉ ତାଙ୍କର ଗୌରବ ନିମନ୍ତେ ଆମମାନେ ବ୍ୟବହାର ହେବା। ଆମମାନଙ୍କୁ ପ୍ରଭୁ ସୁନ୍ଦର ସୁଯୋଗ ଦେଇଛନ୍ତି। ନୂତନ ବର୍ଷ କାହା ପାଇଁ ଭଲ, କାହା ପାଇଁ ମନ୍ଦ, କାହା ପାଇଁ କ'ଣ ଆସିଛି ଆମମାନେ ଜାଣିନାହୁଁ। ଆମମାନଙ୍କ ନିମନ୍ତେ ମଧ୍ୟ ସଦାପ୍ରଭୁ କ'ଣ ରଖିଛନ୍ତି ଆମେ ତାହା ଜାଣିନାହୁଁ। କିନ୍ତୁ ଯେତିକି ଦିନ ଆମେ ତାହାଙ୍କ ନିମନ୍ତେ ବଞ୍ଚିଛୁ, ତାହାଙ୍କର ଗୌରବ କାରଣ ଆମମାନେ ହେବା। ତାହାଙ୍କ ନିମନ୍ତେ ତାହାଙ୍କର ଆଚରଣ ଦ୍ୱାରା, ବଳିର ଉତ୍ସର୍ଗ ଦ୍ୱାରା ସେ ନିଜକୁ କ'ଣ କଲେ? ଉତ୍ସର୍ଗ କଲେ। ଯେ ପ୍ରକାର ଏବ୍ରୀ ତାର 10:14 ଲେଖାଯାଏ, କାରଣ ଏକ ବଳି ଉତ୍ସର୍ଗ ଦ୍ୱାରା ସେ ପବିତ୍ରୀକୃତ ହୋଇଥିବା ଲୋକମାନଙ୍କୁ ଚିରକାଳ ପାଇଁ ସିଦ୍ଧ କରିଅଛନ୍ତି। ସେ ଆମମାନଙ୍କ ନିମନ୍ତେ ବଳି ହେଲେ, ବଳି ସ୍ୱରୂପ ହେଲେ। ନିଜକୁ ସେ କ'ଣ କଲେ? କୃଷାର୍ପିତ କଲେ। ନିଜକୁ ସେ ଶତ୍ରୁମାନଙ୍କ ହସ୍ତରେ ଧରା ପକାଇଲେ। ଈଶ୍ୱରଙ୍କର ଇଚ୍ଛା ମତେ ସେ ଆମମାନଙ୍କୁ କ'ଣ କଲେ? ପବିତ୍ରୀକୃତ କଲେ। ଆମମାନଙ୍କୁ ସେ ସିଦ୍ଧ କଲେ। ତାହାଙ୍କ ଦ୍ୱାରା, ସେ ଗୋଟାଏ ବଳି ଦ୍ୱାରା ଆମମାନେ ସମସ୍ତେ କ'ଣ ହେଇଛୁ? ଆଜି ପରିତ୍ରାଣ ପ୍ରାପ୍ତ ହୋଇଅଛୁ। ଯେଉଁମାନେ ତାହାଙ୍କୁ ବିଶ୍ୱାସ କରନ୍ତି, ଯେଉଁମାନେ ତାଙ୍କର ରକ୍ତର ମୂଲ୍ୟକୁ ବୁଝନ୍ତି, ସେମାନେ ସମସ୍ତେ ପରିତ୍ରାଣ ପ୍ରାପ୍ତ ଜୀବନ ଅତିବାହିତ କରନ୍ତି। ଗୋଟିଏ ବଳି, ହଜାର ହଜାର ବଳି ନାହିଁ, ଲକ୍ଷ ଲକ୍ଷ ବଳି ନୁହଁ, କେବଳ ଗୋଟିଏ ବଳି। ନିଷ୍ପାପ, ନିଖୁନ୍ତ ସେ ଥିଲେ। ତାଙ୍କର କୌଣସି ଲେଶ ମାତ୍ର ଦୋଷ ନଥିଲା। କିନ୍ତୁ ସେ ଆମମାନଙ୍କ ନିମନ୍ତେ କ'ଣ ହେଲେ? ବଳିକୃତ ହେଲେ। ଆମମାନଙ୍କର ଜୀବନ ନିମନ୍ତେ, ମୋ ଜୀବନ ନିମନ୍ତେ, ମୋର ପାପର ଭାର ନିମନ୍ତେ ଆଜି ସେ ବଳିକୃତ ହୋଇଅଛନ୍ତି। ଆମମାନେ ଯଦି ନିଜ ଉପରକୁ ସେ ନିଜେ ନେବା ଏ କଥାଟିକୁ, ମୋ ପାଇଁ ଆଜି ପ୍ରଭୁ ସାରା ଜଗତରେ ତାଡ଼ିତ ହୋଇଛନ୍ତି, ତାହେଲେ ନିଶ୍ଚୟ ଆମମାନଙ୍କର ଜୀବନ ଏକ ପରିବର୍ତ୍ତନ ଜୀବନ ଆସିବ। ଆମମାନଙ୍କ ତାହାଙ୍କ ନିମନ୍ତେ ଆମମାନେ କ'ଣ କରିବା? ସିଦ୍ଧତାର ଜୀବନ କାଟିବା, ଉତ୍ସର୍ଗୀକୃତ ଜୀବନ କାଟିବା। କେଉଁ ପ୍ରକାର ଜୀବନ କାଟିଲେ ପ୍ରଭୁ ଆମମାନଙ୍କ ଠାରୁ ଆନନ୍ଦିତ ହେବେ, ଆଉ ସେଇ ଆଶା ଭରସା ନେଇ ଆମେ ତାହାଙ୍କ ନିକଟବର୍ତ୍ତୀ ହେଇପାରିବା। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ ପରେ ଅନୁଗ୍ରହ କରିଛନ୍ତି, ଦିନ ପରେ ଦିନ ଆମମାନଙ୍କୁ ଦେଖିବାକୁ ଦେଉଛନ୍ତି। ସେଥିପାଇଁ ତାହାଙ୍କର ମହାନାମକୁ ଧନ୍ୟବାଦ ଦିଏ। ଆମକୁ ନୂତନ ବର୍ଷ ଦେଖିବାକୁ ଦେଇଛନ୍ତି। ପୁରାତନ ବର୍ଷରେ ବଡ଼ ବଡ଼ ଘଟଣା ଆମମାନଙ୍କ ଜୀବନରେ ଘଟିଯାଇଛି, କିନ୍ତୁ ପ୍ରଭୁ ସେ ସମୟରେ ଆମମାନଙ୍କୁ କୌଣସି ଆଘାତ ଥିଲେ ମଧ୍ୟ ଆମମାନଙ୍କୁ ସ୍ପର୍ଶ କରିଛନ୍ତି, ତାଙ୍କର ଦୂତମାନଙ୍କ ଦ୍ୱାରା ଆବରିଛନ୍ତି। ନୂତନ ବର୍ଷରେ ମଧ୍ୟ ସେ ଆମମାନଙ୍କୁ ଅନୁଗ୍ରହ ପରେ ଅନୁଗ୍ରହ କରି ଆଶୀର୍ବାଦ କରିଛନ୍ତି। ଆଜି ହୁଏତ ନୂତନ ବର୍ଷ ଅନେକ ଦେଖିବାକୁ ଇଚ୍ଛା କରିଥିବେ, କିନ୍ତୁ କିଏ 1 ତାରିଖରେ ମୃତ ଅବସ୍ଥାରେ ଥିବ, କିଏ 2 ତାରିଖରେ ମୃତ ଅବସ୍ଥାରେ ଥିବ। ଏଇ ପ୍ରକାର ଭାବେ ଆଉ ସେମାନେ ଏଇ ନୂତନ ବର୍ଷକୁ ଦେଖିପାରି ନାହାନ୍ତି। କିନ୍ତୁ ପ୍ରଭୁ ଆମମାନଙ୍କୁ ଏ ସୁଯୋଗ ଦେଇଛନ୍ତି, ଯାହାଦ୍ୱାରା କି ଆମମାନେ ତାହାଙ୍କର ଗୌରବର କାରଣ ହେବା ପାଇଁ
ତାହାଙ୍କର ନିକଟବର୍ତ୍ତୀ ଆମେ ହେଇପାରିବା। ତାଙ୍କ ବିଷୟରେ ଆମେ ମନୋଯୋଗୀ ହେବା ଦ୍ୱାରା ଆଉ ସେ ଆମେ କ'ଣ କରିବା ସିଦ୍ଧତାର ଜୀବନ ଅତିବାହିତ କରିବା। ସେ ଯେପରି ଆମମାନଙ୍କ ନିମନ୍ତେ ଉତ୍ସର୍ଗୀକୃତ ହେଲେ ଆମମାନେ ମଧ୍ୟ ତାହାଙ୍କ ନିମନ୍ତେ ଆମମାନଙ୍କର ଜୀବନକୁ ସେମାନେ ତାହାଙ୍କ ପାଇଁ ଉତ୍ସର୍ଗ କରିବା। ତାହେଲେ ଯେପରି ଆମେ ସିଦ୍ଧତାର ଜୀବନ ଅତିବାହିତ କରିପାରିବା। ଆମମାନଙ୍କର ମନ ଆତ୍ମା କି ପ୍ରକାର ତାହାଙ୍କର ଗୌରବ କରିବ। ଆମମାନଙ୍କର ମନ ଆତ୍ମା ଏ ପ୍ରକାର ବିଷୟ ଗୋଟେ ଯେଉଁ ମନ ଆତ୍ମା ଦ୍ୱାରା ଆମେ ବିଭିନ୍ନ ପ୍ରକାର ମନ୍ଦ କାର୍ଯ୍ୟରେ ଲିପ୍ତ ହେଇଥାଉ। ଆମମାନଙ୍କର ମନ ଆତ୍ମା ଦ୍ୱାରା ଆମେ ଅନେକ ମନ୍ଦ କାର୍ଯ୍ୟ କରିଥାଉ, ମନ୍ଦ କଥା କହିଥାଉ, ଅନ୍ୟର ଅପକାର କରିଥାଉ, ଅନ୍ୟକୁ ଦୁଃଖ ଦେଇଥାଉ। କିନ୍ତୁ ପ୍ରଭୁ କହନ୍ତି ଆଉ ଯେ ପ୍ରକାର ଲେଖା ଅଛି ଫିଲିପିଓ 2:5 ଖ୍ରୀଷ୍ଟ ଯୀଶୁଙ୍କର ଯେ ପ୍ରକାର ମନ ଥିଲା ତୁମ୍ଭମାନଙ୍କର ସେ ପ୍ରକାର ହେଉ। ଫିଲିପିଓ ମଣ୍ଡଳୀକୁ ପ୍ରେରିତ ପାଉଲଙ୍କର ପତ୍ର ଦ୍ୱାରା କହନ୍ତି ଖ୍ରୀଷ୍ଟଙ୍କର ଯେ ପ୍ରକାର ମନ ଥିଲା ତୁମ୍ଭମାନଙ୍କର ମଧ୍ୟ ସେହି ପ୍ରକାର ମନ ହେଉ। ଉଦାରଚିତ୍ତ, ନମ୍ର, ଦୟାଳୁ, ଦୀର୍ଘ ସହିଷ୍ଣୁତା, ପରୋପକାରୀ ଆଉ ହୋଇଥିଲେ। ଆଉ ସେ ସମସ୍ତଙ୍କ ନିମନ୍ତେ ସେ କ'ଣ ହୋଇଥିଲେ? ନମ୍ର ହୋଇଥିଲେ, ଦୀର୍ଘ ସହିଷ୍ଣୁ ହୋଇଥିଲେ। କେତେ କଷ୍ଟ ଯନ୍ତ୍ରଣା ସେ ଜୀବନ ଥିଲାବେଳେ ସେ ପାଇଛନ୍ତି। କାହା ପାଇଁ ପାଇଛନ୍ତି? ଆମମାନଙ୍କ ପାଇଁ। ଈଶ୍ୱରଙ୍କର ଇଚ୍ଛା ମତେ ଯୋଜନା ମାଧ୍ୟମରେ ସେ କ'ଣ ହେଲେ? ଆଉ ପ୍ରତାରିତ ହେଲେ, ପ୍ରହାରିତ ହେଲେ, କେତେ ଆଉ ସେ କୋରଡ଼ ପ୍ରହାର ଖାଇଲେ, କିନ୍ତୁ ଟିକେ ବି ମଧ୍ୟ ସେ କରିଲେ ନାହିଁ ଯେ ମୋତେ କାଟୁଛି, ମୋତେ ଛାଡ଼ି ଦିଅ, ମୋତେ କଷ୍ଟ ଦିଅ ନାହିଁ, ଏ ପ୍ରକାର ଭାବେ ସେ ଜମା କହିନାହାନ୍ତି। କାରଣ ସେ କୃଷ୍ଣ ମୃତ୍ୟୁକୁ ଆନନ୍ଦର ସହିତ କ'ଣ କଲେ? ଗ୍ରହଣ କଲେ। ଆମମାନଙ୍କର ଜୀବନରେ ଆମେ ସେଇ ମୃତ୍ୟୁକୁ କ'ଣ ଦେଖିବା? ଆମେ ସେଇ ମୃତ୍ୟୁର ଖବର ପାଇବା ସାଙ୍ଗେ ସାଙ୍ଗେ ଆମେ କେଉଁଠି ଯାଇ ଲୁଚିବା ତାର ପତ୍ତା ମିଳିବ ନାହିଁ। କାରଣ ଆମେ ଦୁର୍ବଳ ମନୁଷ୍ୟ, ଆମମାନଙ୍କ ଭିତରେ କୌଣସି ଭଲ ଆତ୍ମା ନାହିଁ। ଆମେ ସବୁବେଳେ ମନ୍ଦତାକୁ ବିଶେଷର ନିଜର କରିଥାଉ। ବିଶେଷରେ ମନ୍ଦତାକୁ ଗ୍ରହଣ କରିବା ନିମନ୍ତେ, ମନ୍ଦତାକୁ ଦେଖିବା ନିମନ୍ତେ, ମନ୍ଦତାକୁ ଚାଖିବା ନିମନ୍ତେ, ମନ୍ଦତାକୁ ହୃଦୟରେ ଧରି ରଖିବା ନିମନ୍ତେ, ଇଏ ମୋତେ ଏହା କହିଲା, ସିଏ ମୋତେ ସେୟା କହିଲା, ଏଇ ପ୍ରକାର କାମ କରିଦେବି ଯେ ଆଉ ସିଏ ଗୋଟେ ହତାଶ ନିରାଶ ହେବ କି ବିଭିନ୍ନ ପ୍ରକାର ଆଳରେ ତାର ଅନୀତି କରିବାକୁ ଆମେ ଚାହିଁଥାଉ। ଆମମାନଙ୍କର ମନ ସେ ପ୍ରକାର ପ୍ରକାଶ କରିଥାଏ। ଯେତେବେଳେ ପ୍ରଭୁ ଆମମାନଙ୍କ ହୃଦୟରେ ପ୍ରବେଶ କରନ୍ତି ସେତେବେଳେ ଆମମାନଙ୍କ ଜୀବନ ଏକ ନୂତନତ୍ୱ ଭାବ ସୃଷ୍ଟି ହେଇଥାଏ। ସେଥିପାଇଁ ପାଉଲ କହନ୍ତି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଯେ ପ୍ରକାର ମନ ଥିଲା ତୁମ୍ଭମାନଙ୍କର ସେଇ ପ୍ରକାର ମନ ହେଉ। ଆଜି ଆମମାନଙ୍କ କେଉଁ ପ୍ରକାର ମନ ଅଛି ତାହା ଆମେ ଟିକେ ଭାବି ଦେଖିବା। ଆମେ କି ପ୍ରକାର ତାହାଙ୍କର ଗୌରବ କରିବା, କି ପ୍ରକାର ତାଙ୍କର ପ୍ରଶଂସା କରିବା, କି ପ୍ରକାର ତାଙ୍କୁ ଧନ୍ୟବାଦ ଦେବା, ଯାହାଦ୍ୱାରା କି ଆମେ ପବିତ୍ରକୃତ ଜୀବନ କାଟିବା, ସିଦ୍ଧତାର ଜୀବନ କାଟିବା, ନମ୍ରତାର ଜୀବନ କାଟିବା ଏବଂ ଆଉ ସେ ଉତ୍ତମ ମନ ଆମମାନଙ୍କ ଜୀବନରେ ପ୍ରବେଶ କରିବ। ସେଇ ପ୍ରକାର ପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ତାଙ୍କ ଦ୍ୱାରା ଆମେ ଯେପରି ତାହାଙ୍କର ଗୌରବ କରୁ, ପ୍ରଶଂସା କରୁ ଏବଂ ତାହାଙ୍କର ନିକଟବର୍ତ୍ତୀ ମାନେ ହେଉ। ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। ହେ ପବିତ୍ର ପିତା, ଗୌରବମୟ ରାଜା, ତୁମର ଧନ୍ୟବାଦ କରୁଛୁ ପିତା। ଆଜି ସୁନ୍ଦର ଦିନ ଆମମାନଙ୍କୁ ଦେଖିବାକୁ ଦେଇଛ। এই ସମୟରେ ପ୍ରଭୁ ତୁମର ଚରଣ ତଳେ ବାପା ନିଜ ନିଜକୁ ରଖୁଛୁ। ତୁମେ ଆମମାନଙ୍କର ସହବର୍ତ୍ତୀ ପରମେଶ୍ୱର ହୁଅ। ସମସ୍ତ ମଙ୍ଗଳ ଦାନରେ ପୂର୍ଣ୍ଣତା ପ୍ରଦାନ କରି ତୁମେ ଗୌରବାନ୍ୱିତ ହୁଅ। ଆମମାନଙ୍କ ଅସଜଡ଼ା ବିଷୟକୁ ତୁମେ ସଜାଡ଼ି ଦିଅ। ଆମମାନଙ୍କର ମନ ପ୍ରାଣ ଆତ୍ମାକୁ ତୁମେ ଅଧିକାର କର। ତୁମର ଉପସ୍ଥିତି ଦେଇ ପ୍ରତ୍ୟେକଟି ଜୀବନକୁ ତୁମେ ଶାନ୍ତି ଆନନ୍ଦରେ ଭରିଦିଅ ପିତା। ପ୍ରାର୍ଥନା ଶୁଣି ଉତ୍ତର ଦେଉଛ ବୋଲି ଧନ୍ୟବାଦ ଦେଇ ସୁନ୍ଦର ସମୟକୁ ଆମ ପ୍ରତ୍ୟେକଙ୍କୁ ତୁମର ସହିତ ସମର୍ପଣ କରି ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ କରୁଛୁ। ଆମେନ୍।
हे ଆମମାନଙ୍କର ସ୍ୱର୍ଗସ୍ଥ ପିତା, ତୁମ ନାମ ପବିତ୍ର ବୋଲି ମାନ୍ୟ ହଉ। ତୁମ ରାଜ୍ୟ ଆସୁ, ଯେରୂପେ ସ୍ୱର୍ଗରେ ସେରୂପେ ପୃଥିବୀରେ ତୁମର ଇଚ୍ଛା ସଫଳ ହେଉ। ଆଜି ଆମମାନଙ୍କୁ ପ୍ରয়োଜনীୟ ଆହାର ଦିଅ। ଆମେ ତ ନିଜ ନିଜ ଅପରାଧ କ୍ଷମା କରିଅଛୁ, ଅପରାଧ ତୁମେ କ୍ଷମା କର। ପରୀକ୍ଷାରେ ନ ଆଣ, ମନ୍ଦଠାରୁ ରକ୍ଷା କର। ଜଣେ ରାଜତ୍ୱ, ପରାକ୍ରମ, ଗୌରବ ସଦା ସର୍ବଦା ତୁମ୍ଭର ହେଉ। ଆମେନ୍। ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ, ଯୀଶୁଙ୍କ ରକ୍ତର ଜୟ। ଆମେନ୍।